ହ୍ୟାଲୋ ଗାଇଜ୍, ତମେ ଦେଖିପାରୁଥିବ ଆମେ ଯାଇଥିଲୁ ମହୋତ୍ସବ ଗନାସିକା ମହୋତ୍ସବ କେନ୍ଦୁଝର। ସେଠାରେ ଯାଇକି ଦେଖିଲା ବେଳେ ଗାର୍ଡେନ କିଛି ବନା ହେଇଥିଲା ଆଉ ବଢିଆ ଦୃଶ୍ୟ ଥିଲା। ଦେଖିପାରୁଥିବେ ଆମର ମୁଖ୍ୟମନ୍ତ୍ରୀଙ୍କ ଫଟୋ। ଭାଇ ଜଣେ ଏଠାରେ କଣ ବୁଝଉଛନ୍ତି ଦେଖିବା। ଏଇଟା ଫାଷ୍ଟ ବନେଇଲୁ, ତାପରେ ଆମ ଧର୍ମଶାଳା ୟାଙ୍କ ନିଜର ସେଟା ବନା ହେଇଛି। ତାପରେ ଚମ୍ପୁଆରୁ କେଉଁଝର ଚମ୍ପୁଆ ରୋଡ ଟା ବି ବନେଇଛନ୍ତି। ଆଉ ତାଙ୍କ ହାତ କାଟିଦେଲେ ସେ କେମିତି ବନେଇବ? ଏଇଟା ସ୍ପେଶାଲି ଯିଏ ଡିଜାଇନ କରୁଛନ୍ତି ଭାଇ କେଉଁଝରର ଇତିହାସ ବିଷୟରେ ଜଣାଉଥିଲେ। ଦେଖିପାରୁଥିବେ ଏହା ପୁରୁଣା କାଳିଆ ଜିନିଷ ଯାହାକି ପରିଦର୍ଶନ ପାଇଁ ରଖିଛନ୍ତି ଲୋକମାନେ ଦେଖିବା ପାଇଁ। ତ ଆପଣମାନେ ଦେଖିପାରୁଥିବେ କେଉଁଝର ଜିଲ୍ଲାର ବାୟୋଗ୍ରାଫି, ଯାହାକି ପୁସ୍ତକର ପୁରାତନ ସିଲାବସ୍ ବା ପୁରାତନ ବହି ଗୁଡ଼ାକ ଏଠାରେ ରଖାହେଇଛି ସଜ୍ଜିତ ହୋଇକିରି। ଆଉ ଏପରି ଭାବରେ ବିଭିନ୍ନ ପ୍ରକାର ଦୋକାନ ବସିଛି ଯାହାକି ପରିଦର୍ଶନ ପାଇଁ ଖୁବ୍ ମଧୁର ଆଉ ସୁନ୍ଦର ମଧ୍ୟ ଦେଖାଯାଉଛି। ସୁନ୍ଦର ମଧ୍ୟ ଏହାର ପରିକଳ୍ପନା ମୁଁ କରିପାରୁନାହିଁ, କେମିତି କହିବି ମୁଁ ନିଜେ ଜାଣିପାରୁନାହିଁ। ତ ଏମିତିରେ ବି କଥା କହିବାର ମୋର ଶୈଳୀ ନାହିଁ। ତ ଆପଣମାନେ ଦେଖିପାରୁଥିବେ ଯାହାକି ଦୃଶ୍ୟର ଅପୂର୍ବ ଭରା ସଂସ୍କୃତିର କାରିଗରରେ ଭରିପୁର ରହିଛି ଆମର ଏ କେଉଁଝର ଜିଲ୍ଲା। ଆଉ ଏହା ହେଉଛି ହାଣ୍ଡି, ଯାହାକି ମାଟି ହାଣ୍ଡି ଦୃଶ୍ୟମାନର ପ୍ରତୀକ। ଆଉ ଆଗକାଳରେ ବା ଏଥର ବି କରୁଛନ୍ତି ବହୁତ, କିନ୍ତୁ ରେୟାର। ଆଉ ଏଠାରେ ଦେଖିପାରୁଥିବ ବହୁତ ଶାଢ଼ୀ ସୁଲଭ ଆଉ ଜଗନ୍ନାଥ ଠାକୁରଙ୍କର ବିଭିନ୍ନ ପ୍ରକାର ଧାନରେ ବନା ହେଇଛି। ଏହା ଶାଢ଼ୀର ଦୋକାନ, ଯାହାକି ପରିଦର୍ଶନ ପାଇଁ ବହୁତ ସୁନ୍ଦରମୟ ଜୀବନଯାପନ କରିବା ପାଇଁ ବା ଦେଖିବା ପାଇଁ ଏହା ହେଉଛି ଉତ୍କର୍ଷମୟ ଓ ସୁଲଭ ମୂଲ୍ୟରେ ମିଳୁଥିବା ଦୋକାନରେ ପରିଦର୍ଶନ ପାଇଁ ମା ଭଉଣୀମାନଙ୍କର ବିଭିନ୍ନ ଯାତ୍ରାରେ ଆବିଙ୍ଗନ ଓ ସେଠାରେ ଆମର ରାତିରେ ପରିଦର୍ଶନ ବା ରାତିରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ଚାଲିଥିଲା। ମୁଁ ଟିକେ ଭିଡ଼ିଓ ବନେଇବା ପାଇଁ ଟିକେ ଆମ କ୍ୟାମେରାମ୍ୟାନ୍କୁ କହିଥିଲି କି ମୋ ଦୁଇଟା ଭିଡ଼ିଓ ବନେଇ ଦିଅ ବୋଲିକିରି। ତାପରେ ମୁଁ ଯାଇକି ଗାର୍ଡ଼େନ ପାଖରେ ଛିଡ଼ା ହେଇଯାଇଥିଲି। ଆଉ ତାପରେ ଆପଣମାନେ ଭିଡ଼ିଓରେ ରୁହନ୍ତୁ, ଆଗକୁ ବହୁତ ଜିନିଷ ଦେଖିବା ପାଇଁ ମିଳେ। एठारे टिके हिंदी रे मु कोई दे। तो हेलो गाइज, आप देख सकते हो हम आए हैं घूमने के लिए गोनासिका के पर्व में, जो कि महोत्सव है। तो आपको थोड़ा सा दिखा देता हूँ नजारा कैसा है। ये देख सकते हो कैसा नजारा है। थोड़ा सा मैं क्या कहते हैं इसे, न्यू है के गाड़ी है, तो दिखा देता हूँ आपको, बहुत अच्छा लगेगा। तो हिंदी कही सारा पर मु आगे गली आउ गोटे दुकान को। आगकू जीवा परे मु देखिली बही दुकान गुड़िक बहुत लंबा भाव में आगकू रखी। तो मु बही को देखी देखी कौन मु करी भाभी पार्लिनी, किंतु मु देखी देखी सब प्रकार बही को टिके टिके छुईदेली। आ मो पाखे पैसा नाला से मु बही किणवाई धैर्यवान हो नकरी मु खाली देखी देखी कौन कौन बही आसी से सब को टिके टिके छुई देकी पलि आसली। तो आगकू देखा कौन होची, तो से साइड थिला बही दुकान गुड़ाक। आगरे यही देखंतु आम कमांडो भाई माने जगिछंती, जहाँकि श्रृंखलार उपयुक्त भाव में कार्य हो पार। कमांडो भाई घरी बहुत 6-7 कौन कहती उच्चार होती, एमती भाव में स्वप्न अच्छी गोटे होगापाई। तो आगकू कौन होची आपण माने देखंतु, बहुत जिनस को आगकू देखी। ये थिला फूल तोड़ा। फूल तोड़ा यह हूँ सुंदर भाव में गार्डनिंग करा जाइथिला, जहाँकि सुंदर पोखरी क्षेत्र को उलग्न नुहरे भाई ये आलिंगन करी आगकू सुंदर भाव में दृश्यमान करी मु आपणकर केन्दुझर जिलार यही हूँ मैप। आपण यही भाया करें, जहाँकि सुंदर परिकल्पनार परिवेशर दृश्य को उल्पन करें। यह थिला केन्दुझर जिलार किछि ଭିଲେଜ ର ପରିଦର୍ଶନକୁ ଏପରି ଭାବରେ ଆମେ ସଜ୍ଜିତ କରି ଲୋକମାନଙ୍କୁ ଦେଖାଇ ପାରିବା, ଯାହାକି ସୁନ୍ଦରମୟ ଗାର୍ଡେନିଂ ବିଭିନ୍ନ ପ୍ରକାର ଫସଲ ଆଉ ଯେମିତି ସୁଲଭ ମୂଲ୍ୟରେ କରିପାରିବା ସେକୁ ଦେଖାଇଛନ୍ତି। ତ ପୁଣି ଥରେ ଆପଣମାନଙ୍କୁ ଦେଖାଇବା ପାଇଁ ଚାହିଁବି, ଏହି ହେଉଛି ପୋଖରୀ, ଯାହାକି ଫୁଲ ତଡ଼ା ରଖିପାରିବା। ଆଉ ଆଗକୁ ମଧ୍ୟ ବହୁତ ଔଷଧ ବା ବିଭିନ୍ନ ପ୍ରକାର ଧାନର ଚାଷ ଏହି ଦୋକାନରେ ଦେଖାଇବା ପାଇଁ ମିଳିଥିଲା। यह थिला गाँव परिवेशर आउ कल्चर देखाण, जहाँकि मते बहुत सुंदर भाव में आकृष्ट करथिला। यह मु देखी सारिकी टिके वीडियो बनईली, कहीं मते वीडियो बनवा बहुत भल लगे। और ये थिले आमर जो ओडिया संस्कृति रे धान बुआ हो कि अन्य कौन ये थिला एग्रीकल्चर, जहाँकि फूलकोबी बंधाकोबी फल विभिन्न प्रकार आसी थिला फल पनिपरिया, जहाँकि आपण माने किणिकी एठू नहीं पारिबे। तो
ଏଇ ଥିଲା ହେଉଛି ସୌନ୍ଦର୍ଯ୍ୟର ପ୍ରତୀକ ଆମର କେନ୍ଦୁଝର ଜିଲ୍ଲାର ସାହିତ୍ୟକ ଏବଂ ଶୃଙ୍ଖଳାର ଏବଂ ବିଭିନ୍ନ ପ୍ରକାର ସଂସ୍କୃତି। ଏ ଥିଲା ହାତ ତିଆରି ଯେଉଁମାନେ ଆମର ମୁଣ୍ଡାକୁ ଲୋବା ଆମର ଅଛନ୍ତି ଆଦିବାସୀ ସବୁ ସମ୍ପ୍ରଦାୟର। ଏହା ହେଉଛି ସାନ୍ତାଳ ଟାଇପ୍ର ଯେଉଁ ଏ ଥିଲେ ଆମ ଗଣେଶ ବାପା ଯାହାକି କାଠରେ ତିଆରି ହେଇଛି ସବୁ ମୂର୍ତ୍ତି ଗୁଡ଼ାକ। ଆହା କି ସୁନ୍ଦର ଦେଖାଯାଉଛି। ଏ ଥିଲା ହେଉଛି ହାତରେ ତିଆରି, ସବୁ ହାତରେ ତିଆରି ଯାହାକି ସୁନ୍ଦରମୟ ଏବଂ ଆକୃଷ୍ଟମୟ ଦେଖାଯାଉଛି। ମୁଁ ସାହିତ୍ୟ ଭାଷାରେ କହୁଛି କିନ୍ତୁ ଆପଣମାନେ ଦେଖିକି ଅନୁଭବ କରିପାରୁଛନ୍ତି ଯାହାକି ମୋ ଶବ୍ଦରେ ତ ଏମିତି କିଛି କଥା ନାହିଁ। ଆପଣମାନେ ଖାଲି ଦେଖନ୍ତୁ ଆଉ ଜାଣନ୍ତୁ କେଉଁ ଗୁଡ଼ାକ ଦେଖାଉଛି ମୁଁ ବୋଲିକି। ଆଉ ମୁଁ ତ ଯାହା ପାଟିରେ ଆସୁଛି ତାହା କହୁଛି ଆଉ ମୋ ମାନେ ମୁଁ ଏକ୍ସପ୍ଲେନ୍ କରିପାରୁନି, ଏଇଟା ଆପଣମାନଙ୍କର କ୍ଷମା କରିବେ। ଆଉ ଆପଣମାନେ ଏମିତି ଦେଖିପାରୁଥିବେ ବହୁତ ଜିନିଷକୁ ଆପଣମାନଙ୍କୁ ଦେଖେଇବି ଯଦି ଆପଣମାନେ ନାହିଁ ଆସି ତ ଦେଖିପାରିବେ ଏ ଜିନିଷ ଗୁଡ଼ାକ। ଏ ଥିଲା ଆମର କନାସିକା ମହୋତ୍ସବ କେନ୍ଦୁଝର। ଆଗକୁ ମଧ୍ୟ ଆହୁରି ଜିନିଷ ଅଛି। ଏପର୍ଯ୍ୟନ୍ତ ମୁଁ ଯେଉଁ ଜିନିଷଟାକୁ ଉଠେଇଛି ସେହା ବହୁତ କ୍ୟୁଟ୍ ମେମୋରି ହେଇପାରେ ଆଉ ଲୋକମାନଙ୍କର ରିଆକ୍ସନ୍ ହେଇପାରେ, ଆଗକୁ ଦେଖିବା ପାଇଁ ମିଳିବ। ତ ଏ ଥିଲା ସୌନ୍ଦର୍ଯ୍ୟ ଭରା ଆଉ ସୌନ୍ଦର୍ଯ୍ୟ ମରା ରାତି। ସାୟଦ 4 ରାତି ହେଇଥିଲା ଆମର କନସେପ୍ଟ ଯେଉଁଟା ଏଇ କନାସିକା ମହୋତ୍ସବ ହେଇଥିଲା। ମୁଁ ତ ଦିନେ ଯାଇଥିଲି, ଏ ଦିନେ ଭିତରେ ମୁଁ ଯାଇକି ଭିଡ଼ିଓ ବନେଇକି ଆପଣମାନଙ୍କୁ ଦେଖାଇବା ପାଇଁ ଟ୍ରାଏ କରିବି। ତ ଏଇ ଦେଖୁଛନ୍ତି ଆପଣମାନେ କନସେପ୍ଟ ଚାଲିଛି। ତ ସଲମାନ ଅଲି ଆସିଥିଲେ ଯାହାକି ବଲିଉଡ଼ର କଳାକାର ଜଣେ ସିଙ୍ଗର। ଆଉ ଆମେ ବି ଏନ୍ଜୟ କଲୁ ଯାଇକି ଦେଖିଲୁ। ଆଉ ଏବେ ବହୁତ ସୁନ୍ଦର ଭାବରେ ଯାହାକି ସଜା କରାଯାଇଥିଲା ସଜା। ଆଗକୁ ମଧ୍ୟ ବହୁତ ଜିନିଷ ଦେଖେଇବି, ଆପଣ ରୁହନ୍ତୁ ସାଥିରେ। ଯଦି ଆପଣମାନେ ଆସିକି ଏଇଠି ଦେଖିଛନ୍ତି ତ କମେଣ୍ଟ କରିବେ, କାହିଁକିନା ମୁଁ ବହୁତ କଭର୍ କରିଛି ଯିଏକି କ୍ୟାମେରାରେ ବି ଆସିଯାଇପାରିଥାନ୍ତି ବା ଆସିଯାଇଥିବେ। ତ ମୋତେ ଜରୁର କମେଣ୍ଟ କରିବେ, ଜାଣିବି ମୁଁ କି ଆପଣମାନେ ଆସିଛନ୍ତି ବୋଲିକି ସେଇ ମହୋତ୍ସବକୁ। ତ ଦେଖନ୍ତୁ ଆଗକୁ ବହୁତ ଜିନିଷ ଦେଖିବା ପାଇଁ ମିଳିବ। ବହୁତ ସୁନ୍ଦର ଭାବରେ ସଜା ହେଇଛି ଆମର କେନ୍ଦୁଝର ଜିଲ୍ଲାର ମହୋତ୍ସବ। ତ ଏ ଥିଲା ଚପଲର ଦୋକାନ ଯାହାକି ସୁନ୍ଦର ଭାବରେ ସୁଲଭ ମୂଲ୍ୟରେ 200 ଟଙ୍କାରେ ମିଳିଯାଉଥିଲା ଜୋତା। ଏହା ହେଉଛି ଲେଡ଼ିଜ୍ ପାଇଁ। ତ ଆଗକୁ କ'ଣ ହେଉଛି ଲେଡ଼ିଜ୍ ଜୁତା ଆମର ତ କେହି ନାହିଁ, ତ ସେଥିପାଇଁ ଆମେ ଟିକେ ଉଠେଇ ଦେଇଥିଲୁ। ମୁଁ କି ପ୍ରାଙ୍କ୍ କରିବି ବୋଲିକି ଭାବିଥିଲି ଆମ ପୁତୁରାକୁ ଯାହାକି ତାର ବୋହୂ ପାଇଁ କହିବ। ତ ଏଇଆ ଦେଖୁଛନ୍ତି ମାଟି ହାଣ୍ଡି ଆମେ ଟିକେ ଦେଖିବା ପାଇଁ ମୁଁ ବସିକି ଦେଖାଉଛି, କାହିଁକିନା ମୋତେ ଭଲ ଲାଗିଲା ମାଟି ହାଣ୍ଡି ଦେଖିବା ପାଇଁ। ତ ମୁଁ ସେମିତି ତ ଆଉ ଥରେ ଦେଖିବି ଏ ଗାଡ଼ି ରାସ୍ତା କେମିତି ପନିପରିବା ପଡ଼ିଛି ଆଉ ଦୃଶ୍ୟମୟ ବହୁତ ସୁନ୍ଦର ଦୃଶ୍ୟମୟ ଆନନ୍ଦିତ କରିଛି ମୋତେ। ଆନନ୍ଦମୟରେ ଏହା ମୁଁ ଦେଖିବା ପାଇଁ ଟ୍ରାଏ କରିଥିଲି ଆଉ ଭିଡ଼ିଓ ମଧ୍ୟ କରିଥିଲି। ଭିଡ଼ିଓଟା ଲମ୍ବା ହେଉଛି ମଧ୍ୟ କିଛି ନାହିଁ, କାହିଁକିନା ମୁଁ ଭିଡ଼ିଓଟା ପୁରା କ୍ଲିଅର୍ ଆଣ୍ଡ ଫାଇନ୍ ବନେଇବା ପାଇଁ ଚାହୁଁଥିଲି ଯେଉଁଥିରେ କି ମୁଁ ଆଗକୁ କନଭରସେସନ୍ ଭଲସେ କରିପାରିବି ଆଉ ମୋତେ ଭିଡ଼ିଓ ବନେଇବା ପାଇଁ ଇନକରେଜିଂ ମିଳିବ। ତ ଏ ଥିଲା ଦୃଶ୍ୟମାନର ସୌନ୍ଦର୍ଯ୍ୟ ଭରା, ଯାହାକି ସୌନ୍ଦର୍ଯ୍ୟ ଭରାରେ ଆମର କେନ୍ଦୁଝର ଜିଲ୍ଲାକୁ ଉତ୍ପନ୍ନ ବା ଦେଖାଇବା ପାଇଁ ଟ୍ରାଏ କରିଥିଲି। ବିଶେଷ ଭାବରେ ଆମର ଯେଉଁ ଦୋକାନ ଭାଇମାନେ ଗଢ଼ିଛନ୍ତି ପରିଦର୍ଶନ ପାଇଁ ତାହା ରୋମାଞ୍ଚକ। ଏହା ଦେଖିପାରୁଥିବେ ବହୁତ ସୁନ୍ଦର ଭାବରେ ବନା ହେଇଛି, ଯାହାକି ଏହା ହେଉଛି କାରିଗରୀ ହାତରେ ବନା ହେଇଥିବା ଏକ କାରିଗରୀର ଦୃଶ୍ୟ। ତ ଆଗକୁ ଦେଖିବା ଆଗରେ ଦୋକାନ ଆହୁରି ଅଛି। ଏହା ହେଉଛି ସାୟଦ ସେଇଭଳିଆ ଟାଇପ୍ର ଯେଇ ଦୋକାନ। ଏହା ହେଉଛି ହାଣ୍ଡି ଯାହା ହାତରେ ତିଆରି, ସବୁ ହାତରେ ତିଆରି ଭାଇ। ମେଳାରେ ପରିଦର୍ଶନ କରୁଛନ୍ତି, ଆପଣମାନେ କିଣି ବି ପାରିବେ। ବହୁତ ସୁନ୍ଦରମୟ ଏବଂ ସୁଲଭ ମୂଲ୍ୟରେ ମିଳୁଛି ଏହା ଜିନିଷ, ଯେଉଁ ଜିନିଷକୁ ଆମେ ହାତରେ ବନେଇ ପାରିବା। ଆଗକୁ କାଳିଆ ଏଥର ତ ଏତେ ୟୁଜ୍ ହେଉନାହିଁ, କିନ୍ତୁ ଆପଣମାନେ ଦେଖିପାରୁଥିବେ। ଏହା ଦେଖନ୍ତୁ ଗଣେଶ ଠାକୁରଙ୍କ ଆଉ ଜଗନ୍ନାଥ ଠାକୁରଙ୍କର ଧାନରେ ତିଆରି ଜିନିଷ ଯାହାକି ମୂର୍ତ୍ତି ବହୁତ ସୁନ୍ଦର ଭାବରେ ମୋତେ ପରିଦର୍ଶନ ବା ଆକର୍ଷଣ କରିକି ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲା। ମୁଁ ଦେଖିଥିଲି ମଧ୍ୟ ଆଉ ଦେଖିକି ଟିକେ ଧରିଥିଲି କେମିତି ଲାଗୁଛି ବୋଲିକି। ଧରିବା ଭିତରେ ମୋତେ ବହୁତ ସୁନ୍ଦର ଲାଗୁଥିଲା। ଏହା ସବୁ ହାତ ତିଆରି ଯାହାକି ଲୋକମାନଙ୍କର ସୁନ୍ଦରକୁ ଅର୍ପଣ କରିବେ। ଏହା ଥିଲା ହେଉଛି ଯାହା
ଆପଣ ମାନଙ୍କର ଦୋଷ ମାନେ ଦେହ ଦୋଷ ହଉ କି ଅନ୍ୟ କୌଣସି ଦୋଷରେ ହୋଇଥିବା ସେହାକୁ ଇଏ କରିବେ। ଏହା ହଉଛି ହାତ। ଯେତେ ସବୁ ପୁରୁଣା କାଳିଆ ଜିନିଷର କାରିଗରୀ ଆପଣ ମାନେ ଦେଖିପାରୁଥିବେ। ଏହା ହଉଛି ପାରଲି ନା ଆଉ କିଛଟା କହିବି ତ ଆମେ ଆସିଲୁ ଦେଖିବା ପାଇଁ ତ ଦେଖିବା କଥା କଣ ଆମେ ତ କନଫିଡେନ୍ସ ହେଇପାରୁନୁ ଆଉ ଏ ଥିଲା କଥା ଆଉ ରଖୁଛି ଭାଇ।